ଆପଣ ଯଦି ଜଣେ ଚାଷୀ ଅଟନ୍ତି ତାହେଲେ ଏ ଭିଡିଓକୁ ଆପଣ ମାନେ ଶେଷ ପର୍ଯ୍ୟନ୍ତ ଦେଖିବେ, ଜମାରୁ ସ୍କିପ୍ କରିବେ ନାହିଁ। ଯଦି ଆପଣ ମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମା କରିବା ପାଇଁ ଯଦି ଚାହୁଁଛନ୍ତି, ଯଦି ଆପଣ ମାନେ କରିନାହାନ୍ତି ତାହେଲେ ଆପଣ ମାନେ ଆଜି ବି ସମୟ ଅଛି। ଆଜି ବି ଆପଣ ମାନେ ଯାଇକି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଆପଣ ମାନେ ଅନ୍ତର୍ଭୁକ୍ତ ହେଇପାରିବେ ଆଉ ବୀମା ଟଙ୍କା ମଧ୍ୟ ଉଠେଇ ପାରିବେ। ତ ଏହାର ଅବଧି ମଧ୍ୟ ଆଗକୁ କେତେ ଦିନ ପର୍ଯ୍ୟନ୍ତ ବୃଦ୍ଧି ପାଇଛି, ତ ତାହା ଆମେ ଆଜି ଭିଡିଓରେ ଜାଣିବା। ତ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତା ପୂର୍ବରୁ ଯଦି ପ୍ରଥମ ଥର ଆପଣ ମାନେ এই ଚ୍ୟାନେଲକୁ ଭିଜିଟ କରିଛନ୍ତି ତାହେଲେ ଭିଡିଓକୁ ଗୋଟେ ଲାଇକ୍ କରିଦେବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ ଏବଂ ସାଙ୍ଗସାଥି ମାନଙ୍କୁ ବହୁଳ ମାତ୍ରାରେ ସେୟାର କରିଦିଅନ୍ତୁ। ତ ଗାଇଜ ବା ଯୋଉ ଚାଷୀ ଓ ଭାଇ ଭଉଣୀ ମାନେ ଯୋଉ ତାଙ୍କର ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ହେଇନାହାନ୍ତି, ଯୋଉ ଚାଷୀ ଓ ଭାଇ ଭଉଣୀ ମାନେ, ସେମାନଙ୍କୁ এই ଭିଡିଓ ମାଧ୍ୟମରେ ଜଣେଇ ଦିଆଯାଉଛି କି ସେମାନଙ୍କର ଯୋଉ ପଞ୍ଜୀକରଣର ଅବଧି ରହୁଥିଲା ତ ଏତେବେଳକୁ ସରିଯିବା କଥା, କିନ୍ତୁ ସରକାରଙ୍କ ତରଫରୁ ଆପଣଙ୍କ ଦୃଷ୍ଟିକୁ ଆଖି ଆଗରେ ରଖି ସରକାର କଣ କରିଛନ୍ତି ନା 15 ଅଗଷ୍ଟକୁ ବୃଦ୍ଧି କରିନେଇଛନ୍ତି। ଏବଂ ଯୋଉମାନେ ଆପଣଙ୍କର ଯଦି କୌଣସି କାରଣବଶତଃ ଯୋଉମାନେ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମା କରେଇ ନାହାନ୍ତି, ତ ତାହେଲେ ଆପଣ ମାନେ ଯାଇକି ବୀମା ମଧ୍ୟ କରେଇ ପାରିବେ। ଆଜି ବି ସମୟ ରହୁଛି, ଆଜି ବି ଆପଣ ମାନେ ଯାଇ କରିପାରିବେ। ଏହାର ଲାଷ୍ଟ ଡେଟ୍ ରହୁଛି ଆପଣଙ୍କର 15 ଅଗଷ୍ଟ 2026। ଆପଣଙ୍କର ଯୋଉ ରହୁଛି PMFBY, ତ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଆପଣ ମାନଙ୍କ ପାଇଁ ଅପେକ୍ଷା କରି ରହିଛି ଯେ 15 ଅଗଷ୍ଟ ପୂର୍ବରୁ ଆପଣ ମାନେ ଆବେଦନ କରାଇ ନିଅନ୍ତୁ। ଆପଣଙ୍କ ଜମିର ବୀମା ପାଇଁ ଆପଣ ମାନେ ଆବେଦନ କରିପାରିବେ। ଫସଲ ବୀମା ଯୋଜନାରେ ଯୋଡ଼ିବା ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଆପଣ ମାନେ ଅନ୍ତର୍ଭୁକ୍ତ ହେଇଯାଆନ୍ତୁ ଆଉ ଫସଲ ବୀମା କରାଇ ନିଅନ୍ତୁ, ଯାହା ଫଳରେ କି ଆପଣ ମାନଙ୍କୁ ବହୁତ ସାରା ବେନିଫିଟ ମଧ୍ୟ ସରକାରଙ୍କ ତରଫରୁ ମିଳିପାରିବ। ତା ସହିତ ଆପଣଙ୍କର ରହୁଛି କୋଉ ଜାଗାରେ ଯାଇକି ମଧ୍ୟ ଆପଣ ମାନେ ଆବେଦନ କରିପାରିବେ, କୃଷି ସମବାୟ ସମିତି। ତା ସହିତ ଆପଣଙ୍କର ରହୁଛି CSC ସେଣ୍ଟର ବା ଆପଣଙ୍କର ଜନସେବା କେନ୍ଦ୍ର, ଆପଣ ମାନେ ସେଠି ଯାଇକି ଆବେଦନ ମଧ୍ୟ କରିପାରିବେ। ଯୋଉମାନେ କରିନାହାନ୍ତି ଏବେ ବି ସମୟ ଅଛି। 15 ଅଗଷ୍ଟ 2026 ପୂର୍ବରୁ ଆପଣ ମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ହେଇଯାଆନ୍ତୁ ବା ଆବେଦନ କରାଇ ନିଅନ୍ତୁ, ଯାହା ଫଳରେ କି ଆପଣଙ୍କୁ ଯେତେବେଳେ ସରକାରଙ୍କ ତରଫରୁ ଯୋଉ ବୀମା ଟଙ୍କାଟି ଆପଣ ମାନଙ୍କୁ ମିଳିବ, ଆପଣ ମାନେ ସହାୟତା ରାଶି ମଧ୍ୟ ଆପଣଙ୍କ ଆକାଉଣ୍ଟକୁ ସିଧାସଳଖ ଯାଇପାରିବ। ହଁ, ଆଉ ଗୋଟେ ଜାଗାରେ ମଧ୍ୟ ଯାଇକି ଆପଣ ମାନେ କରିପାରିବେ, ଆପଣଙ୍କର ବ୍ୟାଙ୍କ ଶାଖାରେ ମଧ୍ୟ ଯାଇକି ପ୍ରଧାନମନ୍ତ୍ରୀ ଫସଲ ବୀମା ଆପଣ ମାନେ କରିପାରିବେ। ଏଇ ଥିଲା ଆଜିର ଛୋଟିଆ ଭିଡିଓ। ଆପଣମାନଙ୍କୁ ଯଦି ଭଲ ଲାଗିଥିବ ଲାଇକ୍ କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ ଏବଂ ସାଙ୍ଗସାଥି ମାନଙ୍କୁ ବହୁଳ ମାତ୍ରାରେ ସେୟାର ମଧ୍ୟ କରିନେବେ। ତ ନମସ୍କାର, ଜୟ ଜଗନ୍ନାଥ। ଦେଖା ହବ ଆଉ ଏକ ନୂଆ ଭିଡିଓ।